ବନ୍ଧୁଗଣ ଥରେ ଚେଲା ଗୁରୁଙ୍କୁ ପଚାରିଲା, ମାୟାଟା ପ୍ରକୃତରେ କ'ଣ? ଗୁରୁ କହିଲେ, ପଚାରିଲୁଣି ଯଦି ଏହି ଗପଟା ଶୁଣ। ଗୋଟିଏ ପାହାଡ଼ରେ ଗୁମ୍ଫାଟିଏ ଥିଲା। ତାହା ସବୁବେଳେ ଗୋଟିଏ ବଡ଼ ପଥର ଦ୍ୱାରା ନିବୁଜ ରହୁଥିଲା। କଦବା କେମିତି ଅଳ୍ପ ସମୟ ଲାଗି ଖୋଲି ଯାଉଥିଲା। ଲୋକେ ଜାଣିଥିଲେ ଯେ ସେହି ସମୟରେ ଗୁମ୍ଫା ଭିତରକୁ ପଶିଗଲେ ଅନେକ ଧନରତ୍ନ ମିଳିଥାଏ। ଗାଁ ଲୋକେ ତେଣୁ ଜଗି ବସିଥାନ୍ତି, କେବେ ଗୁମ୍ଫା ଖୋଲିବ। କିନ୍ତୁ ତାହା ଖୋଲେନା। ଭଗବାନଙ୍କ ବରାଦ ଏମିତି ଯେ ଯେତେବେଳେ ଆଖପାଖରେ କେହି ନଥାନ୍ତି, ଗୁମ୍ଫାଟି ଖୋଲି କିଛି ସମୟ ପରେ ପୁଣି ବନ୍ଦ ହୋଇଯାଏ। ସେହି ଗାଁରେ ଥାଏ ଜଣେ ସଉକିଆ ଲୋକ। ସେ ତା ଜନ୍ମଦିନରେ ବରାଦ ଦେଇ ତା ଲାଗି ଜରିଲଗା ଜୋତା ହଳେ ତିଆରି କରାଇଥାଏ। ତାକୁ ପିନ୍ଧି ସବୁଦିନ କିଛି ସମୟ ବାହାରେ ବୁଲି ଆସେ। ଦିନେ ସେ ସେହି ପାହାଡ଼ ପାଖ ଦେଇ ଯାଉଛି। ଗୁମ୍ଫା ଖୋଲିଗଲା। ସେ ତାହା ଦେଖିଦେଲା। ସେ ସାଙ୍ଗେ ସାଙ୍ଗେ ଗୁମ୍ଫା ଭିତରକୁ ପଶିଗଲା ଓ ଭିତରେ ଗଦା ହୋଇଥିବା ଧନରତ୍ନକୁ ଦେଖି ତାଜୁବ ହୋଇଗଲା। ଏବେ ସେ ନିଜ ପୋଷାକପତ୍ର ଆଦି ଯାହା ପାଇଲା ସବୁଥିରେ ପୁଳା ପୁଳା ମଣିମାଣିକ୍ୟ ପୂରାଇବାରେ ଲାଗିଲା। ଏଣେ ଗୁମ୍ଫା ମୁହଁ ବନ୍ଦ ହୋଇଯିବାର ଭୟ। ଏଣୁ ଧନରତ୍ନ ଠୁଳାଇ ସାରି ସେ ତରତର ହୋଇ ବାହାରକୁ ଚାଲି ଆସିଲା। ତା ମନର ଖୁସି କହିଲେ ନ ସରେ। ଏବେ ଯେତେବେଳେ ଛାତି ଫୁଲାଇ ସେ ଚାଲିବାକୁ ବାହାରେ, ପାଦରେ ପଥର ବାଜିବାରୁ ବୁଝିପାରିଲା ଯେ ତାର ପ୍ରିୟ ଚପଲ ହଳକ ଭିତରେ ରହିଯାଇଛି। ଗୁମ୍ଫା ଦ୍ୱାର ଖୋଲା ଥିଲା। ଏଣୁ ଚପଲ ହଳକ ଆଣିବା ଲାଗି ସେ ଗୁମ୍ଫା ଭିତରକୁ ଦୌଡ଼ିଲା। କିନ୍ତୁ ହାୟ, ଏତିକିବେଳେ ଗୁମ୍ଫା ଦ୍ୱାର ବନ୍ଦ ହୋଇଗଲା ଓ ଲୋକଟି ଭିତରେ ରହିଗଲା। ଗପଟି କହିସାରି ଗୁରୁ କହିଲେ, ବୁଝିଲୁ ତ ପୁଅ, ମାୟା କ'ଣ? ଧନରତ୍ନ ଠୁଳ କଲା ପରେ ବି ଚପଲର ମାୟାରେ ଛନ୍ଦି ସେ ଲୋକର ଅବସ୍ଥା କ'ଣ ହେଲା? ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓ ଗୋଟେ ଲାଇକ୍ ଏବଂ ଆମର ସତ୍ୟ ଗାଇଡ଼ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।